13তম ସ୍ୱାଭିମାନ ଦିବସ ଆଠଗଡ଼ଠାରେ ସ୍ୱାଭିମାନ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ 13ତମ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଏକ ଶୋଭାଯାତ୍ରା ଦଳୀୟ କାର୍ଯ୍ୟାଳୟଠାରୁ ବାହାରି ଆଠଗଡ଼ ବଜାର ପରିକ୍ରମା କରି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲା। ସୂଚନା ଥାଉକି ଗତ 2009 ମସିହାରେ ଆଠଗଡ଼ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଟିକେଟ୍ କାଟିବା ପରେ ସେହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆପତ୍ତି କରିବା ସହିତ ଏହି ମାମଲାରେ ବିଜୟ ହୋଇଥିଲେ। ସେବେଠାରୁ ଏହି ଦିନଟିକୁ ସ୍ୱାଭିମାନ ଦିବସ ଭାବେ ସ୍ୱାଭିମାନ ଏକତା ମଞ୍ଚ ପକ୍ଷରୁ ପାଳନ କରାଯାଉଛି। ଏ ଅବସରରେ ସ୍ୱାଭିମାନ ଏକତା ମଞ୍ଚ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ପ୍ରଦର୍ଶ ପଟ୍ଟନାୟକ ଏବଂ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ଶତପଥୀ ଯୋଗଦେବା ସହ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଏ ଘଟଣା କେବଳ ଓଡ଼ିଶାରେ ନୁହେଁ ବରଂ ସାରା ଭାରତ ବର୍ଷରେ ଚହଳ ସୃଷ୍ଟି କରିଥିଲା। ଏହି ଦିନଟିକୁ ସମସ୍ତେ ମନେ ରଖିବା ଉଚିତ। ଆଠଗଡ଼ରୁ ନୃସିଂହ ରାଉତଙ୍କ ରିପୋର୍ଟ, ହର୍ଷିକା ମିଡ଼ିଆ। ସ୍ୱାଭିମାନ ଦିବସ ପାଳିତ ହେଉଛି। ଏ ଦିବସ ଗୋଟେ ଏଇଥିରେ ମହତ୍ତ୍ୱପୂର୍ଣ୍ଣ ଯେ ଏଇ ଦିନ 12-13 ବର୍ଷ ପୂର୍ବେ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୋଟେ ନ୍ୟାୟିକ ଲଢ଼େଇରେ ବିଜୟୀ ହୋଇଥିଲେ ଏବଂ ଭାରତ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରୁ ସେ ନ୍ୟାୟ ପାଇଥିଲେ ଏବଂ ତାଙ୍କୁ ଯେଉଁ ଅନ୍ୟାୟ ଭାବରେ ତାଙ୍କ ନିର୍ବାଚନକୁ ଅସିଦ୍ଧ କରାଯାଇଥିଲା ସେହି ଦିନ ସେ ନ୍ୟାୟ ପାଇଲେ ଏବଂ ତାପରେ ଆଠଗଡ଼ ଉପନିର୍ବାଚନ ହୋଇଥିଲା। ତେଣୁ ଏଇ ଅବସ୍ଥାକୁ ଏଇ ଦିନଟିକି ମନେ ପକାଇବାକୁ ଗୋଟେ ସେମାନେ ଆଠଗଡ଼ବାସୀ ସବୁବେଳେ ବିଚାର କରୁଛନ୍ତି ଯେ ଏଇଟା ଗୋଟେ ସତ୍ୟ ଉପରେ ଅନ୍ୟାୟ, ସତ୍ୟ ଉପରେ ଅସତ୍ୟ ଉପରେ ସତ୍ୟର ଜୟ, ଅନ୍ୟାୟ ଉପରେ ନ୍ୟାୟର ଜୟ ହୋଇଥିଲା ଏବଂ ଏ ଦିନଟି ଗୋଟେ ମହତ୍ତ୍ୱପୂର୍ଣ୍ଣ ଦିନ ଏବଂ ସେଇ ଦିନକୁ ମନେ ପକାଇବାକୁ ଯେଉଁ ଆଲୋଚନା ହୁଏ ପ୍ରତିବର୍ଷ ଡିସେମ୍ବର 9ରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୁଏ, ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଚୟନ କରାଯାଏ ଏବଂ ଆଜି ଭାରତର ସମ୍ବିଧାନ ସ୍ଥିତି ନେଇକି ଗୋଟେ ସାମ୍ବିଧାନିକ ବ୍ୟବସ୍ଥା ଭାରତରେ ଯେଉଁଭଳିଆ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛି, କିଭଳି ଭାବରେ ସମସ୍ୟାର ବି ସଙ୍କଟର ବି ସମ୍ମୁଖୀନ ହେଇଛି ସେ ବିଷୟରେ ଆଲୋଚନା କରାଗଲା ଏବଂ ମୋଟାମୋଟି ଭାବରେ ଏ ଦିବସଟି ଆଠଗଡ଼ବାସୀ ପ୍ରତିବର୍ଷ ନିରବଚ୍ଛିନ୍ନ ଭାବରେ ଏତେ ବର୍ଷ ଚଳେଇ ରଖିବା ବାସ୍ତବିକ ବଡ଼ ପ୍ରଶଂସନୀୟ ଏବଂ ଆମେ ଏଇ ଅବସରରେ ଆସୁ ଏବଂ ଆଠଗଡ଼ବାସୀଙ୍କ ସହିତ ଗୋଟେ ଭାବର ଆଦାନ ପ୍ରଦାନ ହୁଏ ଏବଂ ସ୍ୱାଭିମାନ ସୁରକ୍ଷା ପାଇଁ ତାଙ୍କ ଯେଉଁ ଆଗ୍ରହ, ତାଙ୍କ ଯେଉଁ ଅଙ୍ଗୀକାରବଦ୍ଧତା ତାକୁ ଆମେ ସମ୍ମାନ ଜଣାଉ। ଉତ୍ସବ ଏଭଳି ଏକ ତିଥିରେ ଇଏ ପାଳିତ ହେଉଛି ବିଗତ 13 ବର୍ଷ ଧରି, ଯେଉଁଦିନ ଏ ମାଟିର ଗର୍ବ ଗୌରବ ବାହାର ସ୍ୱାଧୀନତା ସଂଗ୍ରାମୀ ବନ୍ଦେ ଉତ୍କଳ ଜନନୀ ରଚୟିତା ପ୍ରବୀଣ ସାରସ୍ୱତ ସାଧକ ସ୍ୱାଭିମାନୀ ପୁରୁଷ କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ଜୟନ୍ତୀ, ସମାଜସେବୀ ଶ୍ୟାମସୁନ୍ଦର ମିଶ୍ରଙ୍କର ସ୍ମୃତିଚାରଣ ଦିବସ, ଗର୍ଜି ମାଝୀ ଶହୀଦ ତାଙ୍କର ସ୍ମୃତିଚାରଣ ଦିବସ। ତେଣୁ ସ୍ୱାଭିମାନ, ମାଟି ପ୍ରାଣ, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି ସମର୍ପିତ ଭାବନା, ଏହି ତ୍ରୟୋଦର୍ଶନକୁ ଆଧାରିତ କରି ଆଠଗଡ଼ ମାଟିରେ 2009 ମସିହାରେ ଗଣତନ୍ତ୍ର ହତ୍ୟା ବିରୁଦ୍ଧରେ ଯେଉଁ ଜନ ଅଭିଯାନର ବିଜୟ ସ୍ମାରକୀକୁ ପାଳନ କରିବାର ଇତିହାସ, ତାହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ନୁହେଁ ଭାରତ ବର୍ଷର ଗଣତାନ୍ତ୍ରିକ ସାମାଜିକ ବ୍ୟବସ୍ଥା ପ୍ରତି ଏକ ଆହ୍ୱାନ ଏବଂ ଏକ ସୁବାର୍ତ୍ତା ତାହା ପ୍ରଦାନ କରି ଆସିଥିବାରୁ ଆଉ ଧାରାବାହିକ ଭାବରେ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିବାରୁ ମୁଁ ସ୍ୱାଭିମାନ ମଞ୍ଚର କାର୍ଯ୍ୟକର୍ତ୍ତା ସେମାନଙ୍କୁ ଧନ୍ୟବାଦ ଦେଉଛି। ସେମାନଙ୍କ ମାଟି ପ୍ରାଣକୁ, ସଂସ୍କୃତି ପ୍ରାଣକୁ ଏବଂ ବିଶେଷ କରି ଗଣତାନ୍ତ୍ରିକ ପ୍ରାଣକୁ ସେମାନେ ଧନ୍ୟବାଦର ପାତ୍ର।